ସତ ହେଲା କି ବର୍ଷାଙ୍କ ସ୍ୱପ୍ନ ସତରେ କ'ଣ ବର୍ଷା ଆସୁଛନ୍ତି? ସୁଧିକ୍ରିୟା ପାଇଁ ଅନୁଭବ କ'ଣ ସତରେ ତାଙ୍କୁ ଡାକି ଆଣିଲେ? ହଁ ଦର୍ଶକ ବନ୍ଧୁ, ଯଦି ସତରେ ଅନୁଭବ ସବୁ ରାଗ ଭୁଲି ଯାଇଥାନ୍ତେ ଆଉ ତାଙ୍କ ସ୍ତ୍ରୀକୁ ତାଙ୍କ ଘରକୁ ଫେରାଇ ଆଣନ୍ତେ, ତାହେଲେ ବର୍ଷାଙ୍କ ସ୍ୱପ୍ନ ସତ ହୁଅନ୍ତା। ଯେଉଁଠି ସ୍ୱାମୀ ନାହିଁ ସେଠି ସ୍ତ୍ରୀର କିଛି ସୁଖ ନାହିଁ। ଭଗବାନ ଆଶୀର୍ବାଦ କଲେ ଭବିଷ୍ୟତରେ ସ୍ୱାମୀ ସ୍ତ୍ରୀ ମିଶିଯାଆନ୍ତେ। ହଁ ଦର୍ଶକ ବନ୍ଧୁ, ଆପଣମାନେ ଜାଣିଛନ୍ତି ଅନୁଭବ ମହାନ୍ତି ଆଉ ବର୍ଷାଙ୍କୁ ମିଶାଇ ଅଭୟ ମହାନ୍ତି ବିବାହ କରାଇଥିଲେ। ବର୍ଷାଙ୍କୁ ସେ ସବୁବେଳେ ନିଜ ଝିଅ ପରି ଭଲ ପାଉଥିଲେ। ହେଲେ କଥାରେ ଅଛି, ସମୟ କେତେବେଳେ କଡ଼ ଲେଉଟାଇବ ତାହା ତ କାହାକୁ ଜଣା ନାହିଁ। ଠିକ୍ ସେମିତି ଅନୁଭବ ଆଉ ବର୍ଷାଙ୍କ ଦାମ୍ପତ୍ୟ ଜୀବନରେ ଝଡ଼ ସୃଷ୍ଟି ହେବା ପରେ ସବୁ ଏପଟ ସେପଟ ହୋଇଯାଇଥିଲା। ବାପା ଅଭୟ ମହାନ୍ତି ଯେତେ ଚେଷ୍ଟା କରିଥିଲେ ବି ଅନୁଭବ ଆଉ ବର୍ଷାଙ୍କୁ ଏକାଠି ହୋଇନଥିଲେ। ତେବେ ଦର୍ଶକ ବନ୍ଧୁ, ଏହାରି ଭିତରେ 9 ଦିନ ହେଲାଣି ଅନୁଭବ ବାପାଙ୍କ ସମସ୍ତଙ୍କୁ ଛାଡ଼ି ଆର ପାରିକୁ ଚାଲି ଯାଇଛନ୍ତି। ଆଉ ଏମିତି ବେଳେ ସମସ୍ତଙ୍କ ମନରେ ପ୍ରଶ୍ନ ଉଠିଛି, ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ଶ୍ୱଶୁରଙ୍କ ଦଶକର୍ମ ପାଳନ କରିବାକୁ ଫେରିବେ କି ନାହିଁ? ହଁ ଦର୍ଶକ ବନ୍ଧୁ, ଲୋକେ କହୁଥିଲେ ଅନୁଭବ ମହାନ୍ତି ଆଉ ବର୍ଷାଙ୍କ ପରିବାର ଉଭୟ ବସି ଏକାଠି ହୋଇ ସମାଧାନ ବାଟ ବାହାର କରିବେ। ହଁ ଦର୍ଶକ ବନ୍ଧୁ, ଜାଣିଥିବେ ହାଇକୋର୍ଟରୁ ଛାଡ଼ପତ୍ର ହୋଇଯିବା ପରେ ବର୍ତ୍ତମାନ ସେମିତି କିଛି ସୂଚନା ନାହିଁ। ବର୍ଷା ପ୍ରିୟଦର୍ଶିନୀ ଅନୁଭବଙ୍କ ବାପାଙ୍କ ଦଶକର୍ମକୁ ଫେରିବେ ବୋଲି ଆଗକୁ କ'ଣ ହେଉଛି ତାହା ଉପରେ ସମସ୍ତଙ୍କ ନଜର ରହିବ ବୋଲି ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ଅନୁଭବଙ୍କ ଘରକୁ ଫେରିବେ କି ନାହିଁ କୌଣସି ସୂଚନା ନାହିଁ। ଏମିତି ଲୋକେ ଭାବୁଥିବା ବେଳେ ଆଗକୁ ସମୟ କହିବ। ଧନ୍ୟବାଦ। ଭିଡ଼ିଓ ଆଜି ପାଇଁ ଏତିକି। ଯଦି ଆପଣଙ୍କୁ ଆମ ଭିଡ଼ିଓଟି ଭଲ ଲାଗିଥାଏ ତେବେ ଭିଡ଼ିଓଟିକୁ ଲାଇକ୍ କରିବେ, ସବସ୍କ୍ରାଇବ୍ କରିବେ, କମେଣ୍ଟ କରିବେ ଏବଂ ସାଙ୍ଗମାନଙ୍କ ସହିତ ସେୟାର କରିବେ।